ଆଜି ଆମେ ଷଷ୍ଠ ଶ୍ରେଣୀ ଇତିହାସ ବହିର ଦ୍ୱିତୀୟ ଅଧ୍ୟାୟ ସର୍ବପ୍ରାଚୀନ ସମାଜ ଏହି ବିଷୟର ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଆସ ଦେଖିନେବା ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ପ୍ରଥମ ପ୍ରଶ୍ନରେ ଥିଲା ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ବାସଗୃହ ଏବଂ ବେଶ ପୋଷାକ ସମ୍ପର୍କରେ ଉଲ୍ଲେଖ କର। ଉତ୍ତର କ'ଣ ଲେଖିବ? ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ତାର ଖାଦ୍ୟ ସଂଗ୍ରହ କରୁଥିଲା ଆଉ ଖାଦ୍ୟ ପାଇଁ ପ୍ରକୃତି ଉପରେ ନିର୍ଭର କରୁଥିଲା। ସେମାନେ ଶୀତ ଓ ଖରାରୁ ରକ୍ଷା ପାଇବା ପାଇଁ ଶରୀରକୁ ଆବୃତ୍ତି କରିପାରୁନଥିଲେ, ତ କାଳକ୍ରମେ ସେମାନେ ପଶୁ ଚମଡ଼ା ଓ ଗଛର ବକଳକୁ ବସ୍ତ୍ର ରୂପରେ ବ୍ୟବହାର କରିବା ଶିଖିଲେ। ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ଗଛର କୋରଡ଼, ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ। ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ନିଜର ଖାଦ୍ୟ ସଂଗ୍ରହ, ଯାଯାବର ଜୀବନଯାପନ ପାଇଁ କେଉଁ ଉପାୟ ଅବଲମ୍ବନ କରୁଥିଲା? ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ନିଜର ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଯାବର ଜୀବନଯାପନ କରୁଥିଲା। ସେଥିପାଇଁ ସେମାନେ କେତେକ ଉପାୟ ଅବଲମ୍ବନ କରୁଥିଲେ। ଯେଉଁ ସ୍ଥାନରେ ସେମାନେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳର ଫଳମୂଳ, ଶିକାରର ଅଭାବ ଦେଖାଦେଲେ ସେମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିଲେ। ଋତୁ ଅନୁସାରେ ବିଭିନ୍ନ ଗଛରେ ଫଳ ଦେଖାଯାଏ, ତେଣୁ ଋତୁ ପରିବର୍ତ୍ତନ ଅନୁସାରେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ। ପ୍ରଚୁର ଜଳ, ଉର୍ବର ଚାରଣ ଭୂମି ପାଇଁ ନଦୀକୂଳ ପଶୁପକ୍ଷୀମାନଙ୍କର ବାସସ୍ଥଳୀ ହୋଇଥାଏ, ତେଣୁ ପଶୁ ଶିକାର ପାଇଁ ସେମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକୂଳକୁ ଯାଉଥିଲେ। 3 ନମ୍ବରରେ ଦେଲା ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର କିପରି ଥିଲା? ସେଗୁଡ଼ିକ କେଉଁ ଅଞ୍ଚଳରୁ ଆବିଷ୍କୃତ ହୋଇଛି? ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ଚିକ୍କଣ ବା ସୁନ୍ଦର ନଥିଲା। ସେହି ଯୁଗର ପଥର କୁରାଢ଼ୀ, କାଙ୍କ ବର୍ଚ୍ଛା, ଶକ୍ତ ପଥର ନିର୍ମିତ ହାତୁଡ଼ି ବ୍ୟବହାର କରାଯାଉଥିଲା। ଅସ୍ତ୍ରଶସ୍ତ୍ର ଗୁଡ଼ିକ ଖୋଳିବା, କାଟିବା, ଛେଚିବା, ଶିକାର କରିବା କାମରେ ବ୍ୟବହାର କରାଯାଉଥିଲା। ଏଗୁଡ଼ିକୁ ଗଛରୁ ବକଳ କାଢ଼ିବା, ପଶୁମାନଙ୍କର ଛାଲ ଉତାରିବା କାମରେ ବ୍ୟବହାର କରାଯାଉଥିଲା। ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ପଞ୍ଜାବର ସୋନ ନଦୀ, ଉତ୍ତରପ୍ରଦେଶର ବିଲା ନଦୀ ଉପତ୍ୟକାର ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ, ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଛି। 4 ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ କେଉଁ ପ୍ରକାର ହାତ ହତିଆର ଓ ସେଗୁଡ଼ିକୁ କେଉଁ କାର୍ଯ୍ୟରେ ବ୍ୟବହାର କରୁଥିଲେ? ଆଉ ଓଡ଼ିଶାର କେଉଁ ସବୁ ସ୍ଥାନରୁ ଏହି ଯୁଗର ହାତ ହତିଆରର ସନ୍ଧାନ ମିଳିଛି? ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ଅଧିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍କଣ ଥିଲା। ସେମାନେ ସେଗୁଡ଼ିକୁ ଶିକାର କରିବା ବ୍ୟତୀତ ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ। ପଥର, ଅସ୍ଥିର କାଠବେଣ୍ଟା ଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ ଆଦି ସେମାନେ ବ୍ୟବହାର କରୁଥିଲେ। ସେମାନେ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରୁଥିଲେ। ଚମଡ଼ା ଲୁଗା ସିଲେଇ କରିବାରେ ତାହା ବ୍ୟବହାର ହେଉଥିଲା। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବୈଦିପୁର ପ୍ରଭୃତି କେତେକ ଜାଗାରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି। 5ରେ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ କିପରି ଚାଷ କାର୍ଯ୍ୟ ଆରମ୍ଭ କଲେ? ପରବର୍ତ୍ତୀ ସମୟରେ ସେମାନେ କ'ଣ ସବୁ ଚାଷ କଲେ? ହଜାର ହଜାର ବର୍ଷର ଯାଯାବର ଜୀବନଯାପନ କଲା ପରେ ମନୁଷ୍ୟ ସ୍ଥାୟୀ ଭାବରେ ବସବାସ କରିବାକୁ ଆରମ୍ଭ କଲା। ହଠାତ୍ ଦିନେ ଆକସ୍ମିକ ଭାବରେ ଲକ୍ଷ୍ୟ କଲା ଯେ ମଞ୍ଜି ମାଟି ଭିତରେ ପୋତି ହେଲା ପରେ ପାଣି ପାଇ ଗଛରେ ପରିଣତ ହେଉଛି। ଏହିଠାରୁ ସେ କୃଷି କାର୍ଯ୍ୟ ଆରମ୍ଭ କଲା। ତାକୁ ଆଉ ଖାଦ୍ୟ ସଂଗ୍ରହ କରିବା ପାଇଁ ବୁଲିବାକୁ ପଡ଼ିଲା ନାହିଁ। କାଳକ୍ରମେ ସେ ନଦୀକୂଳମାନଙ୍କରେ କୁଡ଼ିଆ ଘର କରି ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା। ପରବର୍ତ୍ତୀ ସମୟରେ ସେ ଗହମ, ଯଅ, ଧାନ, ଫଳ, ପନିପରିବା ଚାଷ କରି ଶିଖିଲା। 6ରେ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ହାତ ହତିଆର ଓ ଧର୍ମ ବିଶ୍ୱାସ କିପରି ଥିଲା? ନୂତନ ପ୍ରସ୍ତର ଯୁଗର ଲୋକମାନେ ବ୍ୟବହାର କରୁଥିବା ହାତ ହତିଆର ଗୁଡ଼ିକ ଅଧିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍କଣ ଥିଲା। ସେଗୁଡ଼ିକୁ ସେମାନେ ଶିକାର କରିବା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ। ପଥର, ଅସ୍ଥିର କାଠବେଣ୍ଟ ଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ ଆଦି ସେମାନେ ବ୍ୟବହାର କରୁଥିଲେ। ଏହାଛଡ଼ା ସେମାନେ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରୁଥିଲେ। ଚମଡ଼ା ଲୁଗା ସିଲେଇ କରିବାରେ ତାକୁ ବ୍ୟବହାର କରୁଥିଲେ। ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ, ତେଣୁ ପ୍ରକୃତିର ବିଭିନ୍ନ ରୂପ ଯେପରି ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ସେମାନେ ପୂଜା କରୁଥିଲେ। ସେମାନେ ପରଜନ୍ମର ବିଶ୍ୱାସ କରୁଥିଲେ ଓ ବ୍ୟକ୍ତି ମରିଗଲେ ତାହା ସହିତ ସେ ବ୍ୟବହାର କରୁଥିବା ଖାଦ୍ୟଦ୍ରବ୍ୟ, ହାତ ହତିଆର ଆଦି ପୋତି ଦେଉଥିଲେ। ବର୍ତ୍ତମାନ ଦେଖ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଉତ୍ତର।
ଏକ ନମ୍ବରରେ ଦେଲା ପ୍ରସ୍ତର ଯୁଗ କହିଲେ କ'ଣ ବୁଝ? ଏ ଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଆଦିମାନବ ନିଜ ଜୀବନକୁ ସୁରକ୍ଷିତ କରିବା ପାଇଁ ପଥରକୁ ବ୍ୟବହାର କରୁଥିଲା। ଏହା ଥିଲା ତା'ର ନିତ୍ୟ ବ୍ୟବହାର ଜିନିଷ ଓ ପ୍ରଧାନ ଅସ୍ତ୍ର। ତେଣୁ ଏହି ଯୁଗକୁ ପ୍ରସ୍ତର ଯୁଗ କୁହାଯାଏ। ପ୍ରସ୍ତରର ନିର୍ମିତ ହାତ ହତିଆର ବ୍ୟବହାରକୁ ନେଇ ଏ ଯୁଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେସବୁ ହେଲା ପୁରାତନ ପ୍ରସ୍ତର ଯୁଗ ଆଉ ନୂତନ ପ୍ରସ୍ତର ଯୁଗ। ଦୁଇରେ ଦେଲା ପୁରାତନ ପ୍ରସ୍ତର ଯୁଗର ବସ୍ତ୍ର ଓ ବାସଗୃହ କିପରି ଥିଲା? ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଶୁ ଚମଡ଼ା ବା ଗଛର ବକଳକୁ ବସ୍ତ୍ର ରୂପରେ ବ୍ୟବହାର କରୁଥିଲା। ଏହି ଯୁଗର ମନୁଷ୍ୟ ଜୀବଜନ୍ତୁମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲା। 3 ଦେଲା ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଚିତ୍ରକଳାରେ ନିପୁଣ ଥିବାର ପ୍ରମାଣ ଦିଅ। ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ଚିତ୍ର କରିବା ଜାଣିଥିବାର ଜଣାଯାଏ। ଫ୍ରାନ୍ସ, ସ୍ପେନ୍, ଇଟାଲୀ ଓ ଜର୍ମାନୀର ବିଭିନ୍ନ ଗୁମ୍ଫା, ପାହାଡ଼ରେ ବିଭିନ୍ନ ପଶୁପକ୍ଷୀ, ବଲ୍ଗା ହରିଣ ଶିକାର, ଧାବମାନ ବଣ ମଇଁଷି ଇତ୍ୟାଦିର ଚିତ୍ରମାନ ଦେଖିବାକୁ ମିଳେ। ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକମଡ଼ା, ଯୋଗୀମଠ ଇତ୍ୟାଦି ପାହାଡ଼ରେ ଏହିସବୁ ଚିତ୍ରକଳା ଦେଖିବାକୁ ମିଳେ। ଏହା ହେଲା ପୁରାତନ ପ୍ରସ୍ତର ଯୁଗର ଚିତ୍ରକଳା। ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକମଡ଼ା, ଯୋଗୀମଠ। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଦେଲା ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର କେଉଁ ଅଞ୍ଚଳମାନଙ୍କରୁ ଆବିଷ୍କୃତ ହୋଇଥିବାର ଜଣାଯାଏ ଲେଖ। ପଞ୍ଜାବର ସୋନ ନଦୀ, ଉତ୍ତରପ୍ରଦେଶର ବିଲା ନଦୀ, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନରୁ ପୁରାତନ ପ୍ରସ୍ତର ଯୁଗର ପଥରର କୁରାଢ଼ୀ, କାଙ୍କ, ବର୍ଚ୍ଛା ଆଦି ଆବିଷ୍କୃତ ହୋଇଛି। ଚେନ୍ନାଇ ନିକଟରୁ ଶକ୍ତ ପଥରରେ ତିଆରି ହାତୁଡ଼ି ଆବିଷ୍କୃତ ହୋଇଥିବାର ଜଣାଯାଏ। 5 ନମ୍ବର ଦେଲା 2ଟି ଆଦିବାସୀ ଜାତିର ଉଦାହରଣ ଦିଅ। ସେମାନେ କିପରି ଜୀବନଯାପନ କରୁଥିଲେ ଲେଖ। କେରଳରେ ବାସ କରୁଥିବା ପାଣ୍ଡାରାମ ଓ ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀମାନେ ଆମ ଦେଶର ପ୍ରାଚୀନ ସଂସ୍କୃତି ଅଟନ୍ତି। ଏହି ଆଦିବାସୀମାନେ ଏବେ ମଧ୍ୟ ଶିକାର ଆଉ ଫଳମୂଳ ସଂଗ୍ରହ କରି ଯାବର ଜୀବନଯାପନ କରୁଛନ୍ତି। 6 ନମ୍ବର ଦେଲା ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ କେଉଁ ହାତ ହତିଆର ବ୍ୟବହାର କରୁଥିଲେ? ପଥର ଓ ଅସ୍ଥିର କାଠ ବେଣ୍ଟ ଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ, ହାଡ଼ରୁ ତିଆରି ଛୁଞ୍ଚି ଆଦି ଅସ୍ତ୍ରଶସ୍ତ୍ର ନୂତନ ପ୍ରସ୍ତର ଯୁଗର ମନୁଷ୍ୟ ବ୍ୟବହାର କରୁଥିଲା। ଏଗୁଡ଼ିକୁ ଶିକାର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। 7 ଦେଲା ଆଦିମାନବ ଖାଦ୍ୟ ପାଇଁ କ'ଣ କରୁଥିଲା? ଆଦିମାନବ ଖାଦ୍ୟ ପାଇଁ ଜୀବଜନ୍ତୁଙ୍କୁ ମାରି ତା'ର କଞ୍ଚା ମାଂସ ଖାଉଥିଲା। ଗୋଟିଏ ସ୍ଥାନର ଶିକାର ବା ଫଳମୂଳର ଅଭାବ ହେଲେ ସେମାନେ ଅନ୍ୟ ସ୍ଥାନକୁ ଯାଉଥିଲା। 8 ଦେଲା ଆଦିମାନବ କାହିଁକି ଲଙ୍ଗଳା ହୋଇ ବୁଲୁଥିଲା? ଆଦିମାନବ ଖାଦ୍ୟ ପାଇଁ ଜୀବଜନ୍ତୁଙ୍କୁ ମାରି ତା'ର କଞ୍ଚା ମାଂସ ଖାଉଥିଲା। ଗୋଟିଏ ସ୍ଥାନର ଶିକାର ବା ଫଳମୂଳର ଅଭାବ ହେଲେ ସେମାନେ ଅନ୍ୟ ସ୍ଥାନକୁ ଯାଉଥିଲେ। 9 ଦେଲା ପୁରାତନ ପ୍ରସ୍ତର ଯୁଗର ଲୋକମାନେ କେଉଁଥିରୁ ନିଆଁ ବାହାରିବାର ଦେଖିଲେ? ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପ୍ରଥମେ ପଥର ସହିତ ପଥର ଘଷି ହୋଇ ନିଆଁ ବାହାରିବା ଦେଖିଲେ। ସେହି ନିଆଁ ଗଛ, ପତ୍ର, ଡାଳକୁ ପୋଡ଼ି ପାଉଁଶ କରିଦେବାର ଲକ୍ଷ୍ୟ କଲା। 10 ଦେଲା ନୂତନ ପ୍ରସ୍ତର ଯୁଗର ମନୁଷ୍ୟ କେଉଁ କାର୍ଯ୍ୟରେ ଓ କେଉଁ ପଶୁମାନଙ୍କୁ ପାଳନ କରୁଥିଲେ? ନୂତନ ପ୍ରସ୍ତର ଯୁଗର ମନୁଷ୍ୟ କୃଷି କାର୍ଯ୍ୟ କରିବା ପାଇଁ ପ୍ରଥମେ ପଶୁ ପାଳନ କଲା। ପ୍ରଥମେ ସେମାନେ ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ କୁକୁର ପାଳନ କଲା। ପରେ ପରେ ଗାଈ, ମେଣ୍ଢା, ଛେଳି ଆଦି ପଶୁମାନଙ୍କୁ ପାଳନ କଲା। ପରବର୍ତ୍ତୀ ସମୟରେ ଘୋଡ଼ା, ଗଧମାନଙ୍କୁ ମାଲ ପରିବହନ କରିବା କାର୍ଯ୍ୟରେ ବ୍ୟବହାର କଲା। 11 ନମ୍ବର ପ୍ରଶ୍ନ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କିପରି କରୁଥିଲେ? ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କରି ବିଭିନ୍ନ ପ୍ରକାରର ମାଟି ପାତ୍ର ନିର୍ମାଣ କଲେ। କାଳକ୍ରମେ ସେମାନେ ଚକକୁ ଗାଡ଼ିରେ ବ୍ୟବହାର କରି ମାଲ ପରିବହନ ଶୀଘ୍ର ଓ ସୁବିଧାରେ କରିପାରିଲେ। ପରବର୍ତ୍ତୀ ସମୟରେ ସେମାନେ ଚକ ଦ୍ୱାରା ତନ୍ତ ପ୍ରସ୍ତୁତ କରି ସୂତା କାଟିଲେ ଆଉ ଲୁଗା ବୁଣି ପାରିଲେ। ତାପରେ ଦେଖ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 1 ନମ୍ବର ଦେଲା ଆଦିମାନବର ବୁଦ୍ଧି କେଉଁ କେଉଁ କାର୍ଯ୍ୟରେ ସୀମିତ ଥିଲା? ଆଦିମାନବର ବୁଦ୍ଧି କେବଳ ଖାଦ୍ୟ ସଂଗ୍ରହ ଆଉ ନିଜ ସୁରକ୍ଷାରେ ସୀମିତ ଥିଲା। 2 ଦେଲା ଆଦିମାନବ ସବୁଦିନିଆ ବ୍ୟବହାର ଜିନିଷ କ'ଣ ଥିଲା? ପଥର ଥିଲା ଆଦିମାନବର ସବୁଦିନିଆ ବ୍ୟବହାର ଜିନିଷ। 3 ଦେଲା ଆଦିମାନବ କାହିଁକି ଯାଯାବର ଜୀବନଯାପନ କରୁଥିଲା? ଆଦିମାନବ ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଯାବର ଜୀବନଯାପନ କରୁଥିଲା। 4 ଦେଲା କେଉଁଠାରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥରରେ ତିଆରି ହାତୁଡ଼ି ଆବିଷ୍କୃତ ହୋଇଛି?
ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥରରେ ତିଆରି ହାତୁଡ଼ି ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଛି। 5ରେ ଥିଲା କେରଳରେ କେଉଁ ଆଦିମ ଅଧିବାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚିଛନ୍ତି? କେରଳରେ ବାସ କରୁଥିବା ପାଣ୍ଡାରାମ ଜାତିର ଆଦିମ ଅଧିବାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚିଛନ୍ତି। 6ରେ ଦେଲା ଓଡ଼ିଶାର କେଉଁ ଆଦିମ ଅଧିବାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚିଛନ୍ତି? ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିମ ଅଧିବାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚିଛନ୍ତି। 7ରେ ଦେଲା ଆଦିମାନବ ଲଙ୍ଗଳା ହୋଇ ବୁଲୁଥିଲା କାହିଁକି? ଆଦିମାନବ ବସ୍ତ୍ରର ବ୍ୟବହାର ଜାଣିନଥିବାରୁ ଲଙ୍ଗଳା ହୋଇ ବୁଲୁଥିଲା। ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିଥିଲା ବୋଲି କିପରି ଅନୁମାନ କରାଯାଏ? ଦାକ୍ଷିଣାତ୍ୟର କେତେକ ଗୁମ୍ଫାରେ ଜମିଥିବା ପାଉଁଶରୁ ଅନୁମାନ କରାଯାଏ ଯେ ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିଥିଲା। 9ରେ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ କେଉଁ କାର୍ଯ୍ୟ ପାଇଁ କୁକୁର ପାଳନ କରୁଥିଲେ? ଶିକାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ନୂତନ ପ୍ରସ୍ତର ଯୁଗର ଲୋକମାନେ କୁକୁର ପାଳନ କରୁଥିଲେ। 10ରେ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟି ପାତ୍ର କାହିଁକି ତିଆରି କରୁଥିଲେ? ରାନ୍ଧିବା, ଶସ୍ୟ ସାଇତି ରଖିବା ଉଦ୍ଦେଶ୍ୟରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟି ପାତ୍ର ତିଆରି କରୁଥିଲେ। 11 ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ ହାଡ଼ରୁ ତିଆରି ଛୁଞ୍ଚି କାହିଁକି ବ୍ୟବହାର କରୁଥିଲେ? ନୂତନ ପ୍ରସ୍ତର ଯୁଗର ଲୋକମାନେ ଚମଡ଼ାରେ ଲୁଗା ସିଲେଇ କରିବା ପାଇଁ ହାଡ଼ରୁ ତିଆରି ଛୁଞ୍ଚିକୁ ବ୍ୟବହାର କରୁଥିଲେ। 12 ଦେଲା ପ୍ରସ୍ତର ଯୁଗର ଲୋକମାନଙ୍କୁ ଚକ ବ୍ୟବହାର କେଉଁ କାର୍ଯ୍ୟରେ ସାହାଯ୍ୟ କରୁଥିଲା? ପ୍ରସ୍ତର ଯୁଗର ଲୋକମାନଙ୍କୁ ଚକ ବ୍ୟବହାର ପରିବହନ, ମାଟି ପାତ୍ର ନିର୍ମାଣ, ଲୁଗା ବୁଣା କାର୍ଯ୍ୟରେ ସାହାଯ୍ୟ କରୁଥିଲା। ବସ୍ତୁନିଷ୍ଠ ପ୍ରଶ୍ନ ଉତ୍ତର ଶୂନ୍ୟସ୍ଥାନ ପୂରଣ କର। 1 ନମ୍ବର ଦେଲା ଆଜିକୁ ପ୍ରାୟ କେତେ ବର୍ଷ ତଳେ ନୃବାନରରୁ ଆଦିମାନବର ଉତ୍ପତ୍ତି ହେଲା? ଆଜିକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବେ। 2ରେ ଦେଲା ଆଦିମାନବ ନିଜ ଜୀବନକୁ ସୁରକ୍ଷିତ କରିବା ପାଇଁ କାହାକୁ ବ୍ୟବହାର କରୁଥିଲା? ପଥର। 3ରେ ଦେଲା ଡ୍ୟାସ୍ ନିକଟରୁ ଶକ୍ତ ପଥର ତିଆରି ପୁରାତନ ପ୍ରସ୍ତର ଯୁଗର ହାତୁଡ଼ି ଆବିଷ୍କୃତ ହୋଇଛି? ଚେନ୍ନାଇ। 4ରେ ଦେଲା କେରଳରେ ବାସ କରୁଥିବା ପାଣ୍ଡାରାମ ଜାତିର ଆଦିବାସୀମାନେ ପ୍ରସ୍ତର ଯୁଗର ପ୍ରାଚୀନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚି ରହିଛନ୍ତି। 5ରେ ଦେଲା ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀ ଦେଖାଯାଆନ୍ତି। 6ରେ ଦେଲା ଶିକାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପ୍ରଥମେ ଆଦିମାନବ କାହାକୁ ପାଳନ କଲା? କୁକୁର। 7ରେ ଦେଲା ନଦୀକୂଳମାନଙ୍କରେ ପ୍ରଚୁର ଜଳ ଆଉ କ'ଣ ମିଳୁଥିବାରୁ ଆଦିମାନବକୁ ଶସ୍ୟ ଉତ୍ପାଦନ କରିବା ପାଇଁ ସୁବିଧା ହେଲା? ଉର୍ବର ମାଟି। 8 ନମ୍ବର ପ୍ରଶ୍ନ ଦେଲା ପଶୁମାନଙ୍କ ଠାରୁ ନୂତନ ପ୍ରସ୍ତର ଯୁଗର ଲୋକମାନେ କ୍ଷୀର ଆଉ କ'ଣ ପାଉଥିଲେ? ମାଂସ। 9ରେ ଦେଲା ଡ୍ୟାସ୍ର ବ୍ୟବହାର ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଲା? ଚକ। 10ରେ ହେଲା ଚକ ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କୁ କ'ଣ ପ୍ରସ୍ତୁତ କରିବାରେ ସାହାଯ୍ୟ କଲା? ତନ୍ତ, ଲୁଗା ବୁଣିବାରେ। 11 ଦେଲା ଓଡ଼ିଶାର କେଉଁ ଜିଲ୍ଲାର କେତେକ ଜାଗାରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି? ମୟୂରଭଞ୍ଜ। 12 ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ କାହାର ଉପାସକ ଥିଲେ? ପ୍ରକୃତି। 13 ନମ୍ବର ପ୍ରଶ୍ନ ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ କେଉଁଥିରେ ବିଶ୍ୱାସ କରୁଥିଲେ? ପରଜନ୍ମ। 14ରେ ଦେଲା ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଚିତ୍ରକଳା ସନ୍ଧାନ କେଉଁଥିରୁ ମିଳିଛି? ଗୁମ୍ଫାରୁ। 5ରେ ହେଲା ବର୍ତ୍ତମାନ କେରଳର କେଉଁମାନେ ଯାଯାବର ଜୀବନଯାପନ କରୁଛନ୍ତି? ପାଣ୍ଡାରାମ। ଏଇଟା ଥିଲା ତାର ଉତ୍ତର। ତାପରେ ତ ଠିକ୍ ଉତ୍ତର ବାଛି ଲେଖ। 1 ନମ୍ବର ଥିଲା ଓଡ଼ିଶାର ନିମ୍ନୋକ୍ତ କେଉଁ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି? କୋଚିଠାରୁ। 2ରେ ଦେଲା ନିମ୍ନୋକ୍ତ ମଧ୍ୟରୁ କାହାର ବ୍ୟବହାର ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନଯାପନରେ ବିରାଟ ପରିବର୍ତ୍ତନ ଆଣିଥିଲା?
ନୂତନ ପ୍ରସ୍ତର ଯୁଗର ଚକର ବ୍ୟବହାର। 3 ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ ନିମ୍ନୋକ୍ତ ମଧ୍ୟରୁ କାହାକୁ ପୂଜା କରୁଥିଲେ? ସୂର୍ଯ୍ୟଙ୍କୁ। 4 ଦେଲା ନିମ୍ନୋକ୍ତ ମଧ୍ୟରୁ କେଉଁ ଆଦିବାସୀ କେରଳ ରାଜ୍ୟରେ ବାସ କରନ୍ତି? ପାଣ୍ଡାରାମ। 5 ଦେଲା ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୁରାତନ ପ୍ରସ୍ତର ଯୁଗର ହାତ ହତିଆର ନୁହେଁ? ପୁରାତନ। ଧନୁଶର। କୁରାଡ଼ି କାଙ୍କ ବର୍ଚ୍ଛା ପୁରାତନ ପ୍ରସ୍ତର ଯୁଗର ହାତ ହତିଆର। 6 ଦେଲା ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କାହାକୁ ସାର ରୂପରେ ବ୍ୟବହାର କରୁଥିଲା? ଗୋବରକୁ ସାର ରୂପରେ ବ୍ୟବହାର କରୁଥିଲା। 7 ଦେଲା ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କାହାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ମାଟି ପାତ୍ର ନିର୍ମାଣ କଲା? ଚକକୁ। 8 ଦେଲା ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କେଉଁ ପଶୁକୁ ପ୍ରଥମେ ପାଳିଥିଲା? କୁକୁରକୁ। ଏହା ଥିଲା ତାର ଉତ୍ତର। ସ୍ତମ୍ଭ ମିଳନ। କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗ କର। କ ସ୍ତମ୍ଭରେ ଦେଲା ଚକ, କାଠ ବେଣ୍ଟ, ବାଉଁଶ, ପାତିଆ, ହାଡ଼, ପରଜନ୍ମରେ ବିଶ୍ୱାସ। ଦେଖ ଚକ କ'ଣ ହେବ? ଚକ ହେବ ମାଟି ପାତ୍ର। କାଠ ବେଣ୍ଟ ଅସ୍ତ୍ରଶସ୍ତ୍ର। ବାଉଁଶ ଧନୁ। ପାତିଆ ଗୁଣ। ହାଡ଼ରୁ ଛୁଞ୍ଚି ତିଆରି କରାଯାଏ। ପରଜନ୍ମରେ ବିଶ୍ୱାସ। ନୂତନ ପ୍ରସ୍ତର ଯୁଗର ଲୋକମାନେ ପରଜନ୍ମରେ ବିଶ୍ୱାସ କରନ୍ତି। ଏହା ଥିଲା ତାର ଉତ୍ତର। ତାପରେ ଦେଖ ଦେଲା ଭ୍ରମ ସଂଶୋଧନ କର। ରେଖାଙ୍କିତ ପଦକୁ ନ ବଦଳାଇ ରେଖା ଥିବା ପଦକୁ ବଦଳାଇବ ନାହିଁ, କିନ୍ତୁ ଭୁଲ ଥିଲେ ଠିକ୍ କରିବ। ଦେଲା 1 ନମ୍ବରରେ କ'ଣ ଦେଲା? ଯେ ପୁରାତନ ପ୍ରସ୍ତର ଯୁଗର ମାନବ ଖାଦ୍ୟ ସଂଗ୍ରହ ଆଉ ନିରାପତ୍ତା ପାଇଁ, ଏଇଟା ରେଖା ଦିଆଯାଇଛି। ତ ନଦୀ କୂଳକୁ ସେ ଏକମାତ୍ର ମାଧ୍ୟମ ରୂପେ ବାଛିଥିଲେ? ନା, ପୁରାତନ ପ୍ରସ୍ତର ଯୁଗର ମାନବ ଖାଦ୍ୟ ସଂଗ୍ରହ ଆଉ ନିରାପତ୍ତା ପାଇଁ ପ୍ରସ୍ତର ପଥରକୁ ହିଁ ଏକମାତ୍ର ମାଧ୍ୟମ ରୂପେ ବାଛିଥିଲେ। 2ରେ ଦେଲା ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ, ଏଥିରେ ରେଖା ଦିଆଗଲା, ସେଗୁଡ଼ିକ ସୁନ୍ଦର ଆଉ ଚିକ୍କଣ ଥିଲା? ନା, ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ସୁନ୍ଦର ଆଉ ଚିକ୍କଣ ନଥିଲା। ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ସୁନ୍ଦର ଆଉ ଚିକ୍କଣ ଥିଲା। 3ରେ ଦେଲା ଓଡ଼ିଶାର ବିକ୍ରମ ଖୋଲ ଠାରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥର ତିଆରି ହାତୁଡ଼ି ମିଳିଛି। ନା, ଚେନ୍ନାଇ ନିକଟରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥର ତିଆରି ହାତୁଡ଼ି ମିଳିଛି। 4 ଦେଲା ନୂତନ ପ୍ରସ୍ତର ଯୁଗର ମାନବ ପ୍ରଥମେ ନିଆଁର ବ୍ୟବହାର ଶିଖିଲା। ପୁରାତନ ପ୍ରସ୍ତର ଯୁଗର ମାନବ ପ୍ରଥମେ ନିଆଁର ବ୍ୟବହାର ଶିଖିଲା। 5 ଦେଲା କେରଳରେ ବଣ୍ଟା ଜାତିର ଆଦିମ ଅଧିବାସୀ ବାସ କରନ୍ତି। କେରଳରେ ପାଣ୍ଡାରାମ ଜାତିର ଆଦିମ ଅଧିବାସୀ ବାସ କରନ୍ତି। 6 ଦେଲା ନୂତନ ପ୍ରସ୍ତର ଯୁଗର ମାନବ ଜଙ୍ଗଲରେ ସ୍ଥାୟୀ ଭାବରେ ବସବାସ କଲା। ନୂତନ ପ୍ରସ୍ତର ଯୁଗର ମାନବ ନଦୀକୂଳମାନଙ୍କରେ ସ୍ଥାୟୀ ଭାବରେ ବସବାସ କଲା। 7 ଦେଲା ନୂତନ ପ୍ରସ୍ତର ଯୁଗର ଲୋକମାନେ ଶିବଙ୍କର ଉପାସକ ଥିଲେ? ନା, ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ। ତ ଏହା ଥିଲା ତୁମର ଷଷ୍ଠ ଶ୍ରେଣୀ ଇତିହାସର ଦ୍ୱିତୀୟ ଅଧ୍ୟାୟ ସର୍ବପ୍ରାଚୀନ ସମାଜ। ଏହି ବିଷୟରେ ଆମେ ଅତିରିକ୍ତ ପ୍ରଶ୍ନ ଉତ୍ତର ଆଲୋଚନା କଲେ। ଏହାର ପରବର୍ତ୍ତୀ ଭିଡ଼ିଓରେ ଆମେ ଅନ୍ୟ ଏକ ବିଷୟର ବିଷୟବସ୍ତୁ, ତାର ଅଭ୍ୟାସରେ ଥିବା ପ୍ରଶ୍ନ ଉତ୍ତର ଏବଂ ଅତିରିକ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା।